ଯେ ଶରୀର ଭିତରେ ଯୋଉ ଚଞ୍ଚଳତା ଉଦ୍ବେଗତା ସେଇଟାକୁ ମାରୁଛି। ମୃଗକୁ କାଇଁ ମାରିବେ? ଜଗନ୍ନାଥ ବଳଭଦ୍ର ଜୀବ ମାରିବ, ଜୀବ ହତ୍ୟା କରିବେ। ଆମେ ନ ପଢିଲେ, ଆମେ ପୁରାଣ ନ ପଢିଲେ ହବ କି? ରାବଣ ଜଣେ ରାକ୍ଷସ, ସୀତାଙ୍କୁ ଚୋରେଇକି ନବ। ସିଏ କାଇଁ ଚୋରେଇକି ନବ? ସୀତାଙ୍କୁ କାଇଁ ଚୋରେଇକି ନବ? କଣ ଦରକାର ତାର? କଣ ଦରକାର? ସୀତାଙ୍କୁ ଚୋରେଇକି ନବ ରାବଣ, କଣ ଆବଶ୍ୟକ? ଆମେ ପଢୁଛେ ରାମଲୀଳା ହଉଛି, ମଝିଆ ଖଣ୍ଡ ରାମଲୀଳା ହଉଛି, ଆମେ ଦେଖୁଛେ ରାତି ସାରା। କଣ ଲାଭ? ମାନେ ଖରାପ ଭାବନ୍ତୁନି, ସୀତାଙ୍କୁ ଚୋରେଇକି ନେଇଛି ରାବଣ, ନେଇଛି କହୁନାହାନ୍ତି? ନେଇଛି। ଯଦି ଆମେ ନାଟକୀୟ ଢଙ୍ଗରେ ନ ଦେଖିବା ଯେ ରାବଣ ହେଇଛି, ଆଉ ତାକୁ ସେ କେତେ ଆନନ୍ଦ ହଉଥିବ। ତାକୁ ଯଦି କହିବା ନାଇଁ ତୁ ଚୋରେଇକି ନେ, ତା ମନଟି ଖରାପ ହବ। ଆର ବର୍ଷ କହିବ ମୋର ରାବଣ ହେଇବିନି। ଯେ ସୀତା ହେଇଥିବ, ଯଦି ନ କାନ୍ଦିବ, ସେ କହିବ ମୁଁ ଆର ବର୍ଷ ସୀତା ହେବିନି, ତମେ କୋଉଠୁ ଆଣୁଛ ଆଣ। ହବ କି? ହବ କି କହୁନାହାନ୍ତି? ଆପଣ ଜାଣିନାହାନ୍ତି ସୀତାଙ୍କୁ କୋଉ ଦିନ ରାବଣ ଚୋରେଇକି ନେଲା? କୋଉ ଦିନ ନେଇଛି? ଗୁରୁବାର। ଗୁରୁବାର ନେଇଛି। କଲେ ରାତ୍ର ଅର୍ଧେ ଦିବସାର୍ଥେ ଅର୍ଧ ଚନ୍ଦ୍ରେପ୍ୟ ଭାସ୍କରେ ମୃଗ ମାସେ ସୀତାଷ୍ଟବେ ରାବଣେନ ହୃତା ସୀତା। ଆଜ୍ଞା ଟିକେ ସୂକ୍ଷ୍ମ ଭାବରେ ବିଚାର କରନ୍ତୁ। ରାବଣ ସୀତାଙ୍କୁ କୋଉ ଦିନ ଚୋରି କରି ନେଲା? ଯୋଉ ମୃଗ କଥା କହୁଛେ, ମୃଗ ଶବ୍ଦଟା କେତେଟା ଜାଗାରେ ମୁଁ ଆପଣଙ୍କୁ ଦେଖେଇବି। ମୃଗ ଶବ୍ଦଟା କୋଉଠି କୋଉଠି ଅଛି? ରାତ୍ର ଅର୍ଥେ ରାବଣ ଚୋରି କରି ନେଇଛି, ରାତ୍ର ଅର୍ଥରେ ନେଇଛି। ବାଲ୍ମୀକି କହିଲେ ନା, ରାତ୍ର ଅର୍ଧରେ, ପୁଣି ଦିନର ଅର୍ଧରେ, ରାତିର ଅର୍ଧରେ, ଦିବସ ଅର୍ଧରେ। ସେ ତ କହିଲେ ବାଲ୍ମୀକି ମନା କରିବା ତମେ ଲେଖନି ବୋଲି। ବୁଝିବା କଥା ନା। ରାତ୍ର ଅର୍ଧେ ଦିବସାର୍ଧେ, ସେ ସମୟଟା ହେଇଛି, ସେ ସମୟଟା ରାତ୍ର ଅର୍ଧ ଦିବସର ଅର୍ଧ। ଚନ୍ଦ୍ର ଥିଲେ ଅଧା, ସୂର୍ଯ୍ୟ ଥିଲେ ଅଧା। ମୃଗ ମାସ ସୀତାଷ୍ଟମୀ। ରାବଣେନ, ରାବଣ ଦ୍ଵାରା ଅପହୃତା ହେଲା ସୀତା। ଆମେ ପଖଜ ବଜଉଛେ, ରାତିର ଅଧା। ସେ ସମୟଟା କେତେବେଳେ? ମୃଗ ମାସଟା କେତେବେଳେ? କୋଉ ମାସ? 12 ମାସ ଭିତରେ ମୃଗ ମାସ କୋଉଟା? ଆଜ୍ଞା ଆପଣଙ୍କର ଦେଖିବେ, ଆମେ ଆପଣଙ୍କର ମହାନାଟକ ଶ୍ଲୋକ ପ୍ରାୟ ହନୁମାନ ଋଷି ଲେଖିଛନ୍ତି। ରାତ୍ର ଅର୍ଧେ ଦିବସାର୍ଧେ ଅର୍ଧ ଚନ୍ଦ୍ରେପ୍ୟ ଭାସ୍କରେ ମୃଗ ମାସ ରାବଣେନ ହୃତା ସୀତା ମୃଗ ମାସ ସୀତାଷ୍ଟମୀ। ଗୁରୁବାରଟା ଠିକ। ରାବଣ ସୀତାଙ୍କୁ ଚୋରି କରି ନେଇଛି ଗୁରୁବାର ଠିକ। ଗୁରୁବାର ଯେ ମୃଗ ମାସଟା କୋଉଟା? ରାତି ହେଇଛି ଅଧା, ଦିନ ହେଇଛି ଅଧା। ସେ ସମୟଟା ଚନ୍ଦ୍ର ଅଛନ୍ତି ଅଧା, ସୂର୍ଯ୍ୟ ଅଛନ୍ତି ଅଧା। ସେଇ ସମୟରେ ଆପଣ ମୃଗ ମାସଟା କହୁନାହାନ୍ତି। ଜାଣିଛନ୍ତି ମୃଗ ମାସ କୋଉଟା? 12 ମାସ ଭିତରେ ମୃଗ ମାସ କୋଉଠି ଅଛି କି? ଅଛି କି? ନାହିଁ ଆଜ୍ଞା, ନାହିଁ। କିନ୍ତୁ ମୃଗ ମାସ ଅଛି। କବି ଲେଖିଛନ୍ତି, ଯେହେତୁ ମହାନାଟକ ଶ୍ଲୋକରେ ଲେଖାଯାଇଛି, ହନୁମାନ ଋଷି ଲେଖିଲେ ମୃଗ ମାସ ନାହିଁ, ତାହେଲେ କେମିତି? ତାହେଲେ ସେ ମାସଟା କୋଉ ମାସଟା? ଆପଣଙ୍କ ପାଖରେ ସୁନ୍ଦର କିମ୍ବଦନ୍ତୀ ଦେଇଦେବି, ଏଇତକ ଦେଇକି ପୁଣି ପଳେଇବି କୋଉଠିକି? ବୈକୁଣ୍ଠ। ଆଜି ତ ବୈକୁଣ୍ଠକୁ ଯାଇପାରିବାନି, ଅଧାରେ ରହିବା, ତାପରେ ଦେଖିବା କୋଉ ଦିନ ଆସିବା। ଆଜି ସମୟ ଦେଖା ହବନି, ପୁରା କଣ୍ଡିସନ ହେଇଛି। ଆଜି ସମୟ ଦେଖା ହବନି। ଆପଣଙ୍କର ମୃଗ ମାସ କୋଉ ଦିନ? ଆପଣ ହିସାବ କରନ୍ତୁ ଗାଣିତିକ ସୂତ୍ରରେ। ଆପଣ ଜାଣିଛନ୍ତି କାହିଁକି ନା ରାବଣ ସୀତାଙ୍କୁ ଚୋରି କରି ନେଲା, ରଖିଲା କୋଉଠି? ଯେମିତି ନେଇଛି, ଯୋଉ ଦିନ ନେଇଛି, ଅଶୋକ ବାଟିକା, ଅଶୋକ ବନରେ ରଖିଲା। କେତେ ଦିନ ରଖିଲା? 14 ମାସ। ଯୋଉ ଦିନ ସୀତାଙ୍କୁ ନେଇ ରାବଣ ରଖିଛି, ମା କାନ୍ଦୁଛନ୍ତି। ବ୍ରହ୍ମା ଏଣେ ନାରଦଙ୍କୁ ପଠେଇଛନ୍ତି, କହିଲେ ପୁଅରେ ଯା କହିବୁ, ମା 14 ମାସ ପର୍ଯ୍ୟନ୍ତ ଟିକେ କଷ୍ଟ ସମ୍ଭାଳ। 14 ମାସ ରହିଲା। 14 ମାସ ପରେ ରାବଣ ମରିଛି। 14 ମାସ ପରେ ସୀତାଙ୍କୁ ଯୋଉ ଦିନ ନେଲେ, 14 ମାସ ପରେ ରାବଣ ମଲା।
ମଲା। ତାହେଲେ ରାବଣ ମଲା କୋଉଦିନ? ତାପରେ ଫେରିଦବା 14 ମାସେ, ଯୋଉ ମାସଟା ହବ ଆସିଗଲା। ଏତିକି ଟିକେ ତ ହେଲେ ଗାୟକ ହବ। ଆଜ୍ଞା ରାବଣ ମଲା ଆପଣ ଜାଣିଛନ୍ତି।